ଏଠି ହେଉଛି 2 ଭାଗ ଚାଉଳ ଆଉ 1 ଭାଗ ବିରିକୁ ନେଇ ଗୋଟେ ଫାଇନ୍ ପେଷ୍ଟ କରି ନେଇଛି। ଆଉ ଏଠି ଆଳୁ କଷା ପାଇଁ ଆଳୁ ନେଇଛି। ତାପରେ କଢ଼େଇରେ ତେଲ ଦେଇ ଗୋଟି ଗୋଟି କରି ବରା ଭାଜି ନେବା। ବରା ଭାଜି ସାରିଲା ପରେ ତାକୁ ପାଣିରେ ଦେଇଦେବା। ଆଉ ଏଠି ହେଉଛି ଦହିକୁ ପୁରା ପତଳା କରିକି କରିଦେବା। ତାପରେ ପାଣିରୁ ବରାକୁ ଛାଣି ଦହି ପାଣିରେ ଦେଇଦେବା। ତାପରେ ଏଥର ଆଳୁଦମ୍ କରିବା। ତ ପ୍ରଥମେ ତେଲରେ ଗରମ ମସଲା କାଠ ଆଉ ତେଜପତ୍ର ନେଇଛି। ପିଆଜ ମଧ୍ୟ ନେଇଛି। ପିଆଜ ହାଲକା ଭାଜି ସାରିଲା ପରେ ସେଥିରେ ଅଦା ରସୁଣର ପେଷ୍ଟ ଦେଇଦେବା। ଅଦା ରସୁଣ ପେଷ୍ଟ ଭଲ ଭାବରେ ଟିକେ କଷି ସାରିଲା ପରେ ସେଥିରେ ଟମାଟୋ ଦେଇଦେବା। ଟମାଟୋ ମଧ୍ୟ ଭଲ ଭାବରେ ଭାଜି ହେଇଯିବ। ତାପରେ ସେଥିରେ ସବୁ ଗୁଣ୍ଡ ମସଲା ଦେଇଦେବା। ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଆପଣଙ୍କ ଇଚ୍ଛା ଅନୁସାରେ ଲଙ୍କା ଗୁଣ୍ଡ ସବୁ ମସଲା ଦେଇଦେବେ। ତାପରେ ସେଥିରେ ସିଝା ଆଳୁ ଦେଇଦେବା। ସିଝା ଆଳୁରେ ଦେଇଦେବା ଲୁଣ ଆଉ ହଳଦୀ ଦେଇକି ତାକୁ ଭଲ ଭାବରେ କିଛି ସମୟ କଷି ସାରିଲା ପରେ ଦେଇଦେବା ପାଣି। ତାପରେ ଫୁଟି ଉଠିଲେ ସେଥିରେ ଦେଇଦେବା ଟିକେ କସୁରୀ ମେଥି। ତମର ଏଠି ଆଳୁଦମ୍ ରେଡ଼ି ହେଇଯାଇଛି। ଏଥର ଯେଉଁ ଦହି ପାଣି ସେଥିରେ ଛୁଙ୍କ ଦେବା। ତ ଛୁଙ୍କ ପାଇଁ ଏଠି ନେଇଛି ଶୁଖିଲା ଲଙ୍କା, ଜିରା, ଭୃଷଙ୍ଗ ପତ୍ର ଆଉ ସୋରିଷ ଆଉ ଟିକେ ହେଙ୍ଗୁ ଛୁଙ୍କ ଲଗେଇକି ଦେଇଦେବା। ଏଥର ଆମର ରେଡ଼ି ହେଇଗଲା ଦହି ବରା ଆଉ ଆଳୁଦମ୍। ସେ ପାଣିରେ ଟିକେ ଚାଟ୍ ମସଲା ଦେଇଦେବା ଆଉ ଟିକେ ଲୁଣ ଦେଇଦେବା। ତ ରେଡ଼ି ହେଇଯିବ ଆମର ଦହିବରା ଆଉ ଆଳୁଦମ୍।